हे चिरपूज्य आत्मीय बर्तमान सिद्धि शुद्धि पवित्र समय सामाजिक भाव आम ध्वंसाभिमुखी ये हूँ आम सुवर्ण सुजोग यही समय ठाकुर आसती दुख मनुष्यर चिरसाथी सुख मनुष्यर चिरशत्रु दुखरे पाई किए श्रीकृष्ण गोविंद हरे मुरारे हे नाथ नारायण वासुदेव भक्त सुदाम प्राप्ति स्वयं कृष्ण को तेणु मनुष्यर दुख चिरसाथी सुख चिरशत्रु सुखरे ईश्वर दूरे जाए हे चिरपूज्य आत्मीय दुखरे आम भांगी पड़ा ना जो दुख आसे आम ईश्वर को निकटवर्ती आम पाख संपत्ति थे से बरेक आसे अतुल ऐश्वर्य रही गृहही न जेहि स्थिरमती भक्तिवान मोर प्रिय से जिते बराग आसे जिते गुरु कृपा प्राप्तिर समय पहुँची जाए से आम कौन आसे ना निर्लोभ धानी भय सुखहानी बराग चिन्ह दश लक्षण आमर भावना कौन निर्लोभ भाव आसे अतुल ऐश्वर्य रही विपुल अर्थनीति रहिले आमको कौन लगे ना ये सब तुच्छ असार संसार सारा का हरिनाम तेणु सुदाम सब तुच्छ करते कृष्ण को सुदाम जाऊँगी पहुँची जा समय होगा प्राप्ति हेबे कालशक्ति कहते जा ना ना जाओ ना जाओ ना जाओ ना से मायावी तुमको एत हैरान कर सारे खाइबा पाइल नहीं रहा घर ना पिला माने उपास कले से जाओ ना तो चिंता कले निर्भर दूर थिले डाक निर्भर दृढ़ थिले डाक सुदाम दुखरे दृढ़ ध्वजा को धारण कले सुदाम कले समय हो जाए प्रभु पाइबार समय आड़े कालशक्ति कहते जाओ ना सुदाम फेरी आस फेरी आस फेरी आस दुखरे पड़ आउ दुख प्राप्ति हो दुखे पड़ आउ दुख प्राप्ति हो सुदाम से दृढ़ हो जो समय होगा प्रभु प्राप्ति हेबी प्रभु प्राप्ति बार समय हो जाए कही आगे चली चली न पड़ी ठकी मुदिबा आगर आखि बुझा पूर्व थकी पड़ी आगे चली प्राण जाऊ पचे ठाकुर जाऊ प्राण रहू पचे ठाकुर रो यही भावना को मन रखी गुरु कृपा ही केवल यही दृढ़ता को मन रखी सुदाम भक्त सुदाम आगे चले द्वार देश पहुंचला प्रभु अंतर्जामी चिरा प्रभा अवनन चिन्ह शून्य जे आकार महाशून्य बासी नहीं आकार भक्त भावे उदासंत भक्त भावे उदासंक कुलवतार भक्त मान उद्धार पाई उदास शून्य परम ब्रह्म मोर आराध्य ईश्वर स्वरूप आविर्भाव हेले से द्वापर जुगे दुखरे पड़े सुदाम फेरी आसवाई काल पुरुष कहते फेरी आस सुदाम ना फेरी आस सुदाम दृढ़ हेले ये दृढ़ता आमको किए देले ना भक्ति ही दृढ़ता आमको दर्शई देले
ଭକ୍ତିରେ ଦୃଢ଼ ଧୈର୍ଯ୍ୟ ଦ୍ୱାରା ଚେତନାକୁ ଜାଗ୍ରତ କରିବ। ପ୍ରାରବ୍ଧ ଭୋଗ ଦ୍ୱାରା ଦୁଃଖ କଷ୍ଟକୁ ଲାଘବ କରିବ। ଦୁଃଖ କଷ୍ଟରେ ସର୍ବଦା ଅବିଚଳ ରହିବ। ମନ ସ୍ଥିର ହେଲେ ତହିଁରୁ ଅମନ ଉତ୍ପତ୍ତି ହୁଅନ୍ତି। ଅମନ ସଂଯୋଗ ଦ୍ୱାରା କୃଷ୍ଣ କୃପା ହିଁ କେବଳ। ଯେତେବେଳେ ଦୃଢ଼ ହେଇଗଲେ ସୁଦାମ, ତାପରେ ହେଲା କ'ଣ ନା ଅନ୍ତର୍ଯାମୀ ଚିରପ୍ରଭା ଅନ୍ତ କରନ୍ତ। ଅନ୍ତର୍ଯାମୀ ସ୍ୱୟଂ ଶ୍ରୀକୃଷ୍ଣ ରହିପାରିଲେ ନାହିଁ, ପହଞ୍ଚିଗଲେ, ଦଣ୍ଡାୟମାନ ହେଲେ। ସୁଦାମ କହିଲେ ମୁଁ କ'ଣ ସ୍ୱପ୍ନ ଦେଖୁଛି ନା ଜାଗ୍ରତରେ ଅଛି? ଇଏ କିଏ ମୋ ସଖା? ଆଙ୍କର ସ୍ୱରୂପ ଏଇଆ? ସେ କ'ଣ ପ୍ରକୃତ ମୋତେ ଚିହ୍ନି ପାରୁଛନ୍ତି? ଦୂରେଇ ଯାଉଛନ୍ତି, ପଛେଇ ପଳେଇ ଆସୁଛନ୍ତି। ଠାକୁର କହିଲେ ନାଇଁ 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 ନାଇଁ, ମୁଁ ପ୍ରାୟ ତୁମ ପାଖକୁ ଅଛି, ମୁଁ ତୁମର କି ସେବାରେ ଲାଗିବି? ହେ ଭକ୍ତ ସୁଦାମ କୁହ, ମୁଁ ତୁମର କି ସେବା ଲଗେଇବା? କାହିଁ ସୁଦାମ ଫେରି ଯାଉଛନ୍ତି ଯେ ଆପଣଙ୍କ ନାଁ ନିନ୍ଦା, ମୁଁ ଏ ଯେଉଁ ଅବସ୍ଥାରେ ଅଛି, ମୁଁ ଆପଣଙ୍କ ନାଁକୁ ନିନ୍ଦା ଦେବିନି, ମୋତେ ଆପଣ ସ୍ପର୍ଶ କରନ୍ତୁ ନାହିଁ। ନାଇଁ ନାଇଁ ନାଇଁ, ମୁଁ ଆପଣଙ୍କର କି ସେବାରେ ଲାଗିବି? ଏହା କହି ଜୋରରେ ସୁଦାମକୁ ନେଇଯାଉଛନ୍ତି କୃଷ୍ଣ କୃଷ୍ଣପୁରକୁ। କୃଷ୍ଣପୁରରେ ରତ୍ନ ସିଂହାସନରେ ବସେଇ ଦେଇକିରି ମାକୁ କହିଲେ, ମା ଯୋଗମାୟା ଆଜି ସୁଯୋଗ ଆସିଛି, ଗଙ୍ଗା ବିଚାରୁ ଥାଇ ମନେ ବାରାଣୀ ପଡ଼ିବ କେଶନେ, ଆସିବେ ମୋର ଭକ୍ତଗଣ, ମୋ ପାପୁ କରିବେ ଦହନ। ଆମେ ଯାଉଛୁ ଗଙ୍ଗା ସ୍ନାନ କରି ଶୁଦ୍ଧ ହେବା ପାଇଁ, କିନ୍ତୁ ଗଙ୍ଗା ମନେ ମନେ ସ୍ଥିର କରୁଛନ୍ତି ଆଜି ଏହି ବାରାଣୀ ତୀର୍ଥ ଭକ୍ତମାନେ ଆସିବେ, ମୋ ଗର୍ଭରେ ସ୍ନାନ କରି ମୁଁ ଶୁଦ୍ଧ ହେବି। ସେହି ସମୟରେ ସ୍ରଷ୍ଟା କହୁଛନ୍ତି, ସ୍ୱୟଂ କୃଷ୍ଣ କହୁଛନ୍ତି ମା ରୁକ୍ମିଣୀକି, ଆରେ ଆମ ପାଇଁ ସୁବର୍ଣ୍ଣ ସୁଯୋଗ, ଏ ସେବା ସ୍ୱର୍ଗରେ ନାହିଁ, ଏ ସେବା ଏଇଠି ଅଛି, ଆସ ଆସ ଉଭୟ ମିଶିକିରି ସୁଦାମର ପାଦ ଧୋଇଦେବା। ସୁଦାମ ଯେତେବେଳେ ପାଦ ଧୋଇ ଦେଇଛନ୍ତି, ପ୍ରଭୁ ଜଳଦାନ କରୁଛନ୍ତି, ମା ପାଦ ଧୋଇ ଦେଇଛନ୍ତି। ପାଦ ଧୋକ ପାଇଲା ପରେ ସୁଦାମ କ'ଣ ହେଇଛନ୍ତି? ସମ୍ପୂର୍ଣ୍ଣ ସମାଧି ଅବସ୍ଥାରେ ସୁଦାମ କୃଷ୍ଣ ନିମଗ୍ନ ହେଇଯାଇଛନ୍ତି। ଦୁଃଖରୁ ମହାଦୁଃଖ ଭିତରେ ପହଞ୍ଚି ଯାଇକିରି ନିଜସ୍ୱ ହରେଇ ବସିଛନ୍ତି। ସେ ଅବସ୍ଥାଟା କ'ଣ ଜାଣିଲେ? ସମାଧି ଜନେ ଜନମେ ବିଜ୍ଞାନ, ବିଜ୍ଞାନର ସଜ୍ଞାନ ଶୁଣ ସବିଶେଷ। ବିଜ୍ଞାନ ପ୍ରାପ୍ତି ହେଇଯାଇଛି ସେଠି ସୁଦାମ। ବିଜ୍ଞାନ ପ୍ରାପ୍ତି ହେଲେ କ'ଣ ହୁଏ? ଜୀବ ସମ୍ପୂର୍ଣ୍ଣ ସମାଧିସ୍ଥ ହେଇଯାଏ। ବିଜ୍ଞାନ ପ୍ରାପ୍ତି ହେଇଯାଇଛି ସୁଦାମ। କୃଷ୍ଣ ପାଦ ଧୋଇ ଦେଉଛନ୍ତି, ଆନନ୍ଦରେ ପାଦ ବଢ଼େଇ ଦେଉଛନ୍ତି। ମା ପାଦୁକ ପାଇପାରୁଛନ୍ତି, କହନ୍ତି ମା ପାଇଦିଅ। ପ୍ରଭୁ ପାଇଦେଉଛନ୍ତି। ସୁଦାମ ପାଇଦିଅ, ଆଜି କି ପବିତ୍ର ଦିନ। ସେ ଅବସ୍ଥାଟି କ'ଣ? ଚରାଚର ବିଶ୍ୱ ବାସୁଦେବ ସୁଦାମ କୃଷ୍ଣ, କୃଷ୍ଣ କୃଷ୍ଣ, ମା ଯୋଗମାୟା କୃଷ୍ଣ, ଚରାଚର କୃଷ୍ଣମୟ। ଅଭେଦ ଭାବିଣ ଯେହୁ କରାଇ ଭଜନ, ଅଭେଦ ଭାବିଣ ଯେହୁ କରାଇ ଦର୍ଶନ, ତାକୁ ଜାଣିବ ସାଧୁ ପ୍ରକୃତ ସାଧୁ କିଏ? ନା ଯିଏ ଅଭେଦ ଭଜନରେ ରୁହନ୍ତି, ଯାହା ସୁଦାମ ପ୍ରାପ୍ତି ହେଇଗଲେ, ଦୁଃଖରେ ରହି ସୁଖ ପ୍ରାପ୍ତି ହେଇଗଲେ, ଚିରସୁଖମୟ କଥା ହେଇଗଲା। ଯାହା ଜାଣିଛେ ଆମେ, ଯାହା ପୁସ୍ତକ ଅଧ୍ୟୟନ କରି ବୁଝିଛେ। ତେଣୁ ଆଜି ଏଇ ଯେଉଁ କ୍ଷେତ୍ରରେ ଆମେ ବସିଛେ, ଏ କ୍ଷେତ୍ର ପୃଥିବୀର ଅଦ୍ୱିତୀୟ କ୍ଷେତ୍ର। ଠାକୁର ଆମର ସବୁଠାରୁ ସବୁ, ଜୀବନର ଭବିଷ୍ୟତ ଭାର ତାଙ୍କୁ ଦେବେ। ତେଣୁ ଭଜ ଶୂନ୍ୟ ବ୍ରହ୍ମ ନାମ ନାକାର, ଜପ ତୁଲ ଅଭ୍ୟକ୍ତ ଠାକୁର। ଭଜ ଶୂନ୍ୟ ବ୍ରହ୍ମ ନାମ ନାକାର, ଜପ ତୁଲ ଦୁଃଖରେ
ଠାକୁର ଆମର ସବୁ ସବୁଠାରୁ ସବୁ ଜୀବନର ଭବିଷ୍ୟତ ଭାର ତାଙ୍କୁ ଦେବୁ। ଆଜିର ପ୍ରସଙ୍ଗ କୃଷ୍ଣ କୃପା କ୍ଷେତ୍ରରେ ଠକୁ ଜାଣିଲେ ଠାକୁର ପାଇବେ। ଠୋଳ ଶୂନ୍ୟ ବାସୀ ନାହିଁ ଆକାର ଯାହାର, ଭକ୍ତ ଭାବେ ଉଦାସଙ୍ଗ ସ୍ଥୂଳବତାର। ଆମେ ସମସ୍ତେ ଠରୁ ସୃଷ୍ଟି ହେଇଛେ, ଠରେ ଅଛେ, ଠକୁ ଜାଣୁନେ। ଏ ବିଶ୍ୱ ହେଉଛନ୍ତି ଗୋଟିଏ ଠ, ଅଖଣ୍ଡ ମଣ୍ଡଳାକାରଣ ବ୍ୟାପ୍ତ ଜନ ଚରାଚରମ ତତ୍ପଦମ ଦର୍ଶିତମ ଜେନ ତସ୍ମୈ ଶ୍ରୀ ଗୁରବେ ନମଃ। ଏ ବିଶ୍ୱ ପାତାଳପୁରରୁ ନିତ୍ୟ ଗୋଲକ ପର୍ଯ୍ୟନ୍ତ ଗୋଟିଏ ସ୍ୱର। ମୁଠାରେ ଅଛନ୍ତି ସର୍ବ ଚରାଚର ଭୂତ, ମାତ୍ର ମୁଇଁ ସେମାନଙ୍କୁ ନୁହଁ ଅବସ୍ଥିତ। ସମସ୍ତେ ମୋ ଭିତରେ ଅଛନ୍ତି, ଇଏ ମୋର ବିଶ୍ୱରୂପ, ସମସ୍ତଙ୍କ ଭିତରେ ମୁଁ ଅଛି। ମୋ ଠାରେ ରଖଚିତ ହୁଅ ଭକ୍ତ ମୋର, ମୋତେ ନମସ୍କାର ମୋର ଉପାସନା କର। ମୋଠାରେ ଏରୁପେଇଲେ ସମାହିତ ମନ, ନିଶ୍ଚୟ ଆସିର ମୁଇଁ ଦେବି ଦର୍ଶନ। ମୁଁ ନିଶ୍ଚିତ କୃପା ପ୍ରଦାନ କରିବି, ତୁମେ ମୋତେ ଚିହ୍ନ। ମରା ମରା ଭଜନକୁ ଜମଣ୍ଡ ରହି, ମଣିଷକୁ ପୂଜା କଲେ ମରିବୁ ନାହିଁ। କାଲି ଆମର ଆଚାର୍ଯ୍ୟ ଭକ୍ତମାନେ ପୂଜା ପାଉଥିଲେ। ଏଠି କୁଳମଣି ଆଜ୍ଞା ବସିଛନ୍ତି, ଅଚ୍ୟୁତ ବସିଛନ୍ତି, ଥିଲେ ଆମର ସନ୍ଥମାନେ, ଅନେକ ଭକ୍ତମାନଙ୍କୁ ସମ୍ମାନିତ କରିଥିଲୁ। ସେତେବେଳେ ଭାବ ବିଚ୍ଛୁରିତ ହେଉଥିଲା। ବେଦ ଏଇଠି କାହିଁକି ବେଦ ଧ୍ୱନି ହେଉଛି କହିବି ଏହାପରେ। ବେଦ ଧ୍ୱନି ଇଏ ବରଗଡ଼ ଭକ୍ତମାନେ କାହିଁ ବେଦ ଧର୍ମରେ ଏତେ ଆଧାରିତ, ଆର ସତ୍ୟତା କ'ଣ? ବେଦଜ୍ଞ ପଣ୍ଡିତ ମୁଖ୍ୟ ବସିଛନ୍ତି ଏଠି, କୁଳମଣି ମହାପାତ୍ର ଯାଇଥିଲେ ଆଶ୍ରମ ବୁଲିକି ଆସିଛନ୍ତି। ଭଲ ଲାଗୁଛି ତାଙ୍କ ଭିତରେ ଏତେ ସରଳତା। ନିର୍ମଳ ନମ୍ର ପାଖକୁ ଜବାବ ନିକଟ, ଏତେ ଅଗାଧ ପାଣ୍ଡିତ୍ୟ। ସଭାପତି, ପଣ୍ଡିତମାନଙ୍କର ସଭାପତି 600 ବେଦଜ୍ଞ ପଣ୍ଡିତ ଅଛନ୍ତି, ତାଙ୍କ ମୁଖ୍ୟ ହେଉଛନ୍ତି କୁଳମଣି ମହାପାତ୍ର। କିନ୍ତୁ ତାଙ୍କ ଠାରୁ ବହୁତ ଶିଖିବାର ଅଛି। ନମ୍ରତା, ସହିଷ୍ଣୁତା, ନିର୍ମଳତା। ଖାଲି ନମ୍ର ହେଲେ ହେବ ନାହିଁ, ନିର୍ମଳ ନମ୍ର ପାଖକୁ ଜବାବ ନିକଟ। ନିର୍ମଳ ସ୍ୱଭାବ ଥିଲେ ଠାକୁର ଶୀଘ୍ର ଜବାବ ଦିଅନ୍ତି। ଯେମିତି ସୁଦାମଙ୍କର ଦୃଢ଼ତା ଥିଲା, ମୁଁ ପ୍ରାପ୍ତି ହେବି, ଯେତେ କଷ୍ଟ ଆସିଲେ ମଧ୍ୟ ବହୁ କଷ୍ଟରେ ସେଇ ନିଷ୍ଠା ଲାଭ ସେ କରେ। ପ୍ରଥମ ଦେଖା ହେଇଥିଲା, ପ୍ରଥମ ଯାଇଥିଲା ଆଶ୍ରମକୁ, ତାପରେ ଯେତେବେଳେ ଆସିବା କଥା ଆସିଲେ, ତାପରେ ଏଠି ମହାପୁରୁଷ ଅଚ୍ୟୁତ ବସିଛନ୍ତି। ମୁଁ କାହିଁକି କହୁଛି, ମୁଁ ତ କେବେ କଥା କୁହେ ନାହିଁ, କହିବାର ଅର୍ଥ ହେଉଛି କ'ଣ, ଅଚ୍ୟୁତଙ୍କର ଯେଉଁଭଳି ସ୍ୱଭାବ, ଉଚ୍ଚ ଶିକ୍ଷିତ, ଏ ଅଞ୍ଚଳ ଜଣେ ଭଲ ନାମଜାଦ ଓକିଲ, କିନ୍ତୁ ଦେଖିବେ ଶିଖିବାର ଅଛି, ନମ୍ରତା ଅଛି, ସହିଷ୍ଣୁତା, ନିଷ୍ଠା ଅଛି। ଭଲ ଲାଗିଲା, କହିଲେ ନା ନା ଯଜ୍ଞ ସାରିଲେ ସମସ୍ତେ ଅନ୍ନପ୍ରସାଦ କରିବେ, ଏ କଥା ଏ ଅନ୍ତରର ଇଚ୍ଛା ବ୍ୟକ୍ତ କଲେ ବହୁତ ଭଲ ଲାଗିଲା। ତେଣୁ ବରଗଡ଼ ମାଟିରେ ଏସବୁ କାହିଁକି ରହିଛି ମୁଁ କହିବି, ପ୍ରସଙ୍ଗ ଆଗକୁ ଗଲା ପରେ କହିବି। ତେଣୁ ଆମେ ସେଇ ଭାବନାକୁ ନେବା ଯେଉଁ ଭାବନାରେ ତାଙ୍କୁ ପାଇବା। ମୋର ଗୁରୁଦେବଙ୍କ କଥା କିଛି କହିବି, ତାପରେ ଆଗେଇବା। ସନାତନ ଧର୍ମ ଧ୍ୱଜାର ସତ୍ୟତା, ତା ସହିତ ଏ କ୍ଷେତ୍ରର ବିଶେଷତ୍ୱ, ସମାଜ, ଆମେ କର୍ତ୍ତବ୍ୟ। ଆଜିର ପ୍ରସଙ୍ଗରେ এই କଥା ରଖିବା। ଠାକୁର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି, ଥରେ ଅଛନ୍ତି। ଏ ଶରୀରର ଆକାର କେତେ ଜାଣିଛନ୍ତି? ଏ ଶରୀରର ମାପ କେତେ ଜାଣିଛନ୍ତି? ଏ ଶରୀରର ମାପ ହେଉଛି 3 ରତି ଷଡ଼ଚିହ୍ନା। ଯେଉଁ 3 ଶୂନ ଆମେ ପଢ଼ିନଥିଲେ, ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଆ ଭିତରେ 3 ଶୂନ ଶରୀର ତିଆରି ହେଲେ 3ଟି ଶୂନ୍ୟ ସୃଷ୍ଟି ହେଇଗଲା। ଭିତରେ 3ଟି ଶୂନ ହେଲେ, ତାଙ୍କ ପାଖରେ ଷଡ଼ଚକ୍ର ରହିଲେ, ଷଡ଼ଚିହ୍ନା। ତାର ସରଳ ଅର୍ଥ ହେଉଛି ମାତା ରଜ ଷଡ଼ଚିହ୍ନା, ପିତାଙ୍କର ବୀର୍ଯ୍ୟ ହେଉଛି 3 ରତି। 3 ରତି ଷଡ଼ଚିହ୍ନା ମାପର ପ୍ରମାଣ। ଜଣେ ସନ୍ଥ ପଚାରିଥିଲେ, କହିଲେ ବାପା ମାପ କେତେ କହିଲ? କାରଣ ଜ୍ଞାନ ଜାଣିଲା ପରେ ଯଦି ଅହଙ୍କାର ଆସେ ଜ୍ଞାନ ଲିଭିଯାଏ। ମୁଁ କହିଲି ଦେଖନ୍ତୁ, ଆପଣ ମୋର ପିତୃତୁଲ୍ୟ ଜ୍ଞାନୀ ଏବଂ ଉଚ୍ଚ ଶିକ୍ଷିତ, ମୁଁ କ'ଣ ଆପଣଙ୍କୁ କହିବି? ନା 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 ନା, ମୁଁ ବହୁତ ପ୍ରଶ୍ନ କରିଛି, ବହୁତ ଆଡ଼େ ବହୁତ ଭକ୍ତ ପଚାରିଛି, ମୁଁ ମଧ୍ୟ ଜାଣିନି। ସେ ସୁସ୍ଥ ସବଳ, ଦାଢ଼ି ଜଟା ଅଛି, ତାଙ୍କୁ ଦେଖିଲେ ଭକ୍ତି ଆସିବ, ସେ କଥା କହୁଛନ୍ତି। ମୁଁ ଭାବିଲି ବୋଧେ ସେ ମିଛରେ କହୁଛନ୍ତି। କହିଲେ ନାଇଁ ନାଇଁ, ମୁଁ ରହିବି, ମୁଁ ତାଙ୍କ ପାଟିରେ ଗୋଟେ କହିଦେବ, ମୁଁ ଗୁରୁକୁ ଦେଖନ୍ତୁ, ଗୁରୁ ତ ଜଣେ। ନା ନା ନା, ମୁଁ ଏତିକି ଜାଣିବି, ଗୁରୁ କରି ଯିବି। ସେ ଯେଉଁ ଆଙ୍ଗ୍ଲୋ ଇଣ୍ଡିଆନ ଭଳିଆ ବାଲେଶ୍ୱର ପୁରା ଗୋରା ହେଇଯିବ,
ବାଲେଶ୍ୱର ଜଣେ ସନ୍ଥ 3 ଦିନ ରହିଲେ, ସେ ତ ଛୋଟିଆ କଥା ନୁହେଁ। 3 ଦିନ ପରେ ବୈକୁଣ୍ଠ, ତାଙ୍କ ନାଁ ବୈକୁଣ୍ଠ ସନ୍ଥ। 3 ଦିନ ପରେ ରାତି 12ଟା, ପ୍ରକୃତ ବ୍ରହ୍ମ ମୁହୂର୍ତ୍ତ ହେଉଛି ରାତି 12:42। ଆମେ ଯେଉଁ 4:30ରୁ 5:30 ପର୍ଯ୍ୟନ୍ତ ବ୍ରହ୍ମ ମୁହୂର୍ତ୍ତ ଆମେ ନିର୍ଦ୍ଧାରଣ ହେଇଛି ଜାଣିଛେ, କିନ୍ତୁ ପ୍ରକୃତ ବ୍ରହ୍ମ ମୁହୂର୍ତ୍ତ ଯା ନିଶା ସର୍ବଭୂତାନା ତସ୍ୟ ଜାଗ୍ରତି ସଂଯୋଗ। ଯେତେବେଳେ ସଂସାରରେ ସମସ୍ତେ ସଂସାରର କାର୍ଯ୍ୟ ଲିପ୍ତ ହୁଅନ୍ତି, ସେତେବେଳେ ଯୋଗୀମାନେ ଜାଗ୍ରତ ହୁଅନ୍ତି। ସେ ବାସ୍ତବ ବ୍ରହ୍ମ ମୁହୂର୍ତ୍ତ, ସେଇ ବ୍ରହ୍ମ ମୁହୂର୍ତ୍ତରେ ପରମ ବ୍ରହ୍ମେ ଅବସ୍ଥିତ ମନ ଯାହାଙ୍କର, ସଂସାରରେ ରହିଲେ ସେ ବିଜୟୀ ସନ୍ତାନ। ସେଇ ସମୟରେ ଯେଉଁ ସନ୍ତାନ ଗର୍ଭରେ ରୁହନ୍ତି, ସୂତ୍ରରେ ସୂର୍ଯ୍ୟାୟନରେ ମାପ ହେଉଛି ଏଇଆ, ସେ ବ୍ୟକ୍ତି ନିଶ୍ଚିତ ସନ୍ଥ ହେବେ, ନିଶ୍ଚିତ ବ୍ରହ୍ମଚାରୀ ହେବେ। ସଂସାର ହେଲେ ମଧ୍ୟ ଏଇ ଆମର ଅଚ୍ୟୁତ ଭକ୍ତଙ୍କ ଭଳି ହେବେ, ଆନନ୍ଦ ଗବାହ ହରିଦେବ। ତେଣୁ ସର୍ବଦା ଦିବ୍ୟତା ଆମ ଭିତରେ ଅଛନ୍ତି, ଆମେ ତାକୁ ହରେଇ ବସୁଛେ। ଶାନ୍ତି ବିକ୍ରି କରୁଛେ, ଅଶାନ୍ତି କିଣୁଛେ। କେମିତି ଶାନ୍ତି ବିକ୍ରି କରୁଛେ ନା, ଆମ ଘରକୁ ସାଙ୍ଗେ ସାଙ୍ଗେ କେମିତି କଂକ୍ରିଟ୍ ଢଳେଇ କରିକିରି କୋଠା ବାଟି କରିଦେବା, ବହୁତ ଅର୍ଥର ମାଲିକ ହୋଇଯିବା ଏବଂ ବିଭିନ୍ନ ବ୍ୟାଙ୍କରେ ବାଲାନ୍ସ କରିବା, ପଇସା ରଖିବା। ଶାନ୍ତିକୁ ଥରେ ଅଶାନ୍ତିକି କିଣିଲେ, ତାପରେ ପିଲା ଛୁଆ ହେଲେ, ବଢ଼ିଲେ, ବାହାର ଦେଶକୁ ଯିବେ, ଭଲ ପାଠ ପଢ଼ିବେ, ବାପା ମାଆ କଥା ମନେ ରହିଲାନି। ସେତେବେଳେ ଆମେ ଶାନ୍ତି ଖୋଜିଲେ ପାଇବେ ନାହିଁ, କାହିଁକି ନା ଆଗରୁ ଅର୍ଜନ କରିଲେ ଖୋଜିଲା ବେଳେ ମିଳିବନି। କ'ଣ ଅର୍ଜନ କରିବା? ଆମ ଦାଣ୍ଡ ଦୁଆରେ ଗୋବର ଲିପା ପରିବେଶ କରିଦେବା, ଗୋଟିଏ ଗାଈ ରଖିବା, ଗୋମାତାଙ୍କର ସେବା କରିବା, ନିଶ୍ଚିତ କରିବା। କାଲି କୃଷ୍ଣ ଦାସ କହୁଥିଲେ ଗୋମାତା କଥା, ଖାଲି କହିଲେ ହେବନି, ଆମେ କହିଦେଉଛେ। କହିଥିଲି ବହୁତ ଜାଗାରେ, ଆଜି ବି କହୁଛି, ଗୋମାତା ସେବା ଆମ ସମସ୍ତଙ୍କର ଏକାନ୍ତ କର୍ତ୍ତବ୍ୟ। କାରଣ ବଶିଷ୍ଠ ଗୋଟିଏ ଗାଈ ସେବା କରିବା ଦ୍ୱାରା କ'ଣ ହେଲେ ଜାଣିଛନ୍ତି? ଚିରପୂଜ୍ୟ ହିଁ ଅଛନ୍ତି। ଯେଉଁ ପର୍ଯ୍ୟନ୍ତ ସ୍ୱର୍ଗ ଥିବେ, ଯେଉଁ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଥିବେ, ବଶିଷ୍ଠ ତାଙ୍କ ପତ୍ନୀ ତାଙ୍କୁ ସାହାଯ୍ୟ କରୁଥିବାରୁ ଆଜି ମଧ୍ୟ ସେ ଚିରଜୀବିତ ଆନନ୍ଦ ଗବାହ ହରିବୋଲ। ଗୋମାତାଙ୍କ ସେବା ଦ୍ୱାରା ଏହା ସମ୍ଭବ। ଆମେ କ'ଣ କଲେ? ଗୋବର ଲିପା